ରୋଟାରୀ କ୍ଲବ୍ ଅଫ୍ ରାଉରକେଲା। ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଅର୍ବାନ୍ର ତୃତୀୟ ସ୍ଥାପନା ଦିବସ ରାଉରକେଲା କ୍ଲବ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ 2024-25ର ସଭାପତି ରୋଟାରିଆନ୍ ଡାକ୍ତର ରାମଚନ୍ଦ୍ର ମେହେର ଓ ସମ୍ପାଦକ ରୋଟାରିଆନ୍ ଦେବଦତ୍ତ ନାୟକ 2025-26 ପାଇଁ ନୂତନ ସଭାପତି ଭାବେ ମନୋନୀତ ହୋଇଥିବା ରୋଟାରିଆନ୍ ଉଦିତ କୁମାର ସାହୁ ଓ ସମ୍ପାଦକ ଭାବେ ରୋଟାରିଆନ୍ ଡେଜି ପ୍ରଧାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡିଜିଇ ଆଲାମ ସିଂ ରୋପ୍ରା ଯୋଗଦେଇ ସଭାପତି ଶ୍ରୀ ସାହୁ ଓ ସମ୍ପାଦିକା ଶ୍ରୀମତୀ ପ୍ରଧାନଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ନୂତନ ସଭାପତି ରୋଟାରିଆନ୍ ସାହୁ ସମସ୍ତଙ୍କ ସହଯୋଗ କାମନା କରିବା ସହ ରୋଟାରୀ କ୍ଲବ୍ର ସାମାଜିକ ପ୍ରତିବଦ୍ଧତା ଓ ଅନୁଷ୍ଠାନର ଦାୟିତ୍ୱକୁ ସଠିକ୍ ଭାବେ ନିର୍ବାହ କରିବେ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ରୋଟାରିଆନ୍ ରୋପ୍ରା, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଡିଜି ରୋଟାରିଆନ୍ ମଞ୍ଜିତ ସିଂ ଆରୋରା, ହରିପାଲ ରୋପ୍ରା ପ୍ରମୁଖ ଯୋଗ ଦେଇଥିଲେ। ରୋଟାରିଆନ୍ ଡାକ୍ତର ସୁଶାନ୍ତ କୁମାର ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ନୂତନ ସଦସ୍ୟ ଭାବେ ପ୍ରଦୀପ ଦାସ, ବନାନୀ ଦାସ, ଅଶୋକ କୁମାର ମହନ୍ତ, ସୁଭାଶିଷ ମହାନ୍ତି ଓ ସରସ୍ୱତୀ ବେହେରାଙ୍କୁ ଗ୍ରହଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ରୋଟାରିଆନ୍ ରବିକାନ୍ତ ସିଂ, ପ୍ରଭାତ କୁମାର ମହାନ୍ତି, ଅଞ୍ଜୁ କକଡ଼, ମଞ୍ଜୁରାଣୀ ମେହେର, ଛଗନଲାଲ ଜୈନ, ରତିରଞ୍ଜନ ମହନ୍ତ, ଶୈଳେନ୍ଦ୍ର ସିଂ, ଡାକ୍ତର ସୁଶାନ୍ତ କୁମାର ସାହୁଙ୍କ ସମେତ ବିଭିନ୍ନ ରୋଟାରୀ କ୍ଲବ୍ର ସଭାପତି ସମ୍ପାଦକମାନେ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।